ସେନାପତି ଗଣେ ଶୀଘ୍ର ସଜା କରିବେ ସୈନ୍ୟ। ଆଜି ମୃଗୟା ଯିବା ପାଇଁ ବଲି ଅଛି ମାନସ। ରାଜନଗରେ ଭୁଲି ଦିଅ ହେ ଦଣ୍ଡରା, ପ୍ରଭାତରୁ ଉଠି ହୋଇବେ ସଜ। ଦାସିଲୁ, ଆଜି ମାର୍ଗଶିର ମାସ ଗୁରୁବାର। ସାଧବୀ ଲକ୍ଷ୍ମୀମନ୍ତୀ ନାରୀମାନେ ଆନନ୍ଦରେ ପୂଜା କରୁଛନ୍ତି। ଚାଲ ତୁମକୁ ନେଇ ଦେଖାଇ ଆଣିବି। ମା ଠାକୁରାଣୀ, ଆପଣ ଜଗତର ମାତା, ସତେ ଏଟାକୁ ନେଇ ନଗର ଦେଖାଇବେ। କି ଭାଗ୍ୟ ଆମ୍ଭର। ସତ କହୁଥିଲୁ ଦାସୀ, ତୁମକୁ ନେଇ ମୁଁ ନଗର ଦେଖାଇ ଆଣିବି। କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତେ ମୋର କାହାଠାରେ ଅନାଦର ନାହିଁ। ମୁଁ ସମସ୍ତଙ୍କର ପଡ଼ିଦାତ୍ରୀ। ଚାଲ ପ୍ରଭୁଙ୍କ ଠାରୁ ଆଦେଶ ମାଗି ପ୍ରାଣପ୍ରିୟେ, କି କାରଣେ କଲ ଆଗମନ? ବିଳମ୍ବ ନ କରି ଶୀଘ୍ର କର ଗୋ ପ୍ରକାଶ। ବଡ଼ ଭାଇଙ୍କ ଆଦେଶ, ଆଜି ଯିବୁ ମୃଗୟାକୁ। ପ୍ରାଣନାଥ, ଗୁରୁବାର ଦିନ ଆଜି ନଗ୍ର ନାରୀ କରନ୍ତି କି ରୂପେ ପୂଜା ଦେଖିବାକୁ ବୋଲି ଅଛି ମନ। ଆଜ୍ଞା ଦେଲେ ତାହା କରିବୁ ପାଳନ। ପ୍ରିୟ ପଦ୍ମାଳୟେ, ଅସମ୍ଭବ କଥା ତୁମେ କରୁଛ ପ୍ରକାଶ। ଆଜି ଦଶମୀ ପାଳନ, ତୁମେ ନଗର ବୁଲି ଗଲେ ପୂଜା ଅନ୍ନ କିଏ ସେ ରାନ୍ଧିବ? ମଣୋହିରେ ବାଧା ହେବ ସଖୀ। ପଞ୍ଜିଆକୁ ଡାକି ଭଲ ଦିନ ଦେଖି କରିବା ଭ୍ରମଣ। ବର୍ତ୍ତମାନ ଯାଅ ମନ୍ଦିରେ। ଶୁଣ ଜଗତର ନାଥ ହେ, ଆଜି ପଡ଼ିଅଛି ମୋର ବ୍ରତ। ଶୁଣ ଜଗତର ନାଥ ହେ। ସୁଦଶା ବ୍ରତ ନାମରେ ଅସାଟି, ଜଗତେ ବଡ଼ ବିଖ୍ୟାତ। ଶୁଣ ଜଗତର ନାଥ ହେ। ଗୁରୁବାର ଶୁକ୍ଳ ଦଶମୀ ପଡ଼ିଲେ ଏ ବ୍ରତ ହୁଏ ସତତ। ଆମିଷ ମଗୁନ ତେଜିଣ ଭକ୍ତିରେ ପୂଜନ୍ତି ମୋହର ଭକ୍ତ। ଶୁଣ ଜଗତର ନାଥ ହେ। ପଡ଼ିବାନ୍ତି ଯିବି ସକଳ ପ୍ରାଣୀଙ୍କି, ବୁଝିବି ତାଙ୍କରି ତ। ଦିଅ ଅନୁମତି ହେ ବ୍ରହ୍ମାଣ୍ଡପତି, ଫେରି ଆସିବି
କରି ଶୀଘ୍ର ଫେରି ଆସିବୁ। ମୋର ହିଁ ସମୟ ନ ହେବ ଡେରି। ଦୟାକରି ଆଦେଶ ଦିଅନ୍ତୁ ବାରେ ପ୍ରଭୁ। ତେବେ ଯାଅ ପ୍ରିୟ, ସ୍ନେହ ବଚ୍ଚା ଦେଇ ଅନୁମତି ବିଳମ୍ବ ନ କରି ଶୀଘ୍ର ଫେରି ଆସିବ ମନ୍ଦିରେ, ନତୁବା ଜ୍ୟେଷ୍ଠ ଭ୍ରାତ ରାଗିବେ ମୋ ଉପରେ। ଚାଲ ଲୋ ଦାସୀମାନେ, ବେଶଭୂଷା ହୋଇ ଶୀଘ୍ର ବାହାରି ଯିବା।